ଭଗବାନ ସୂର୍ଯ୍ୟଦେବଙ୍କର ପୂଜା ଆରାଧନାରେ ବ୍ୟକ୍ତିର ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ମଜବୁତ ହୋଇଥାଏ। ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ଦୃଢ଼ ହେଲେ ବ୍ୟକ୍ତି ରୋଗରେ ପଡ଼ିଥିଲେ ରୋଗରୁ ଆରୋଗ୍ୟ ଲାଭ କରିଥାଏ ତଥା ଶରୀର ନିରୋଗ ରହିଥାଏ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଭଗବାନ ସୂର୍ଯ୍ୟନାରାୟଣଙ୍କର ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ଚଳିତ 2025 ମସିହା ସେପ୍ଟେମ୍ବର ମାସ 17 ତାରିଖ ବୁଧବାର ଦିନ ସୂର୍ଯ୍ୟଦେବ ଗୋଚରରେ ନିଜ ରାଶି ସିଂହ ରାଶିରୁ ବାହାରି ବୁଧ ମହାଗ୍ରହଙ୍କର ରାଶି କନ୍ୟା ରାଶିରେ ପ୍ରବେଶ କରିବେ ଏବଂ ଏହି ଦିନ କନ୍ୟା ସଂକ୍ରାନ୍ତିର ଉତ୍ସବ ପାଳନ କରାଯିବ। ଗୋଟିଏ ବର୍ଷରେ 12 ଗୋଟି ସଂକ୍ରାନ୍ତି ପଡ଼ୁଥିବା ବେଳେ ତନ୍ମଧ୍ୟରୁ କନ୍ୟା ସଂକ୍ରାନ୍ତି ଅନ୍ୟତମ। ସଂକ୍ରାନ୍ତି ଉତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ସୂର୍ଯ୍ୟଦେବଙ୍କର ଉପାସନା ବା ପୂଜା ଆରାଧନା। ତା ଛଡ଼ା ଏହି ଦିନ ମଧ୍ୟ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। ଜାଣିବା କନ୍ୟା ସଂକ୍ରାନ୍ତି ଦିନ କେଉଁ ସମୟରେ କ'ଣ କଲେ ସମସ୍ତ ଗ୍ରହମାନଙ୍କର ରିଷ୍ଟ ଖଣ୍ଡନ ହୋଇ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ମିଳିବା ସହିତ ଶରୀର ଆରୋଗ୍ୟ ଓ ନିରୋଗ ରହିଥାଏ। ସଂକ୍ରାନ୍ତି ଏକ ଦାନ ପୁଣ୍ୟର ମଧ୍ୟ ଦିନ ହୋଇଥାଏ ବୋଲି ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଅଛି। କନ୍ୟା ସଂକ୍ରାନ୍ତି ପାଳନର ବିଧିବିଧାନ ହେଲା ଏହି ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହୋଦଧି ବା ସମୁଦ୍ର, ନଦୀ, ପୁଷ୍କରିଣୀ କିମ୍ବା ନିଜ ଘରେ ମଧ୍ୟ ହେଉ ସ୍ନାନ କାର୍ଯ୍ୟ ସମାପନ କରିବେ। ତାପରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। କନ୍ୟା ସଂକ୍ରାନ୍ତିର ପୁଣ୍ୟକାଳ ସେପ୍ଟେମ୍ବର ମାସ 17 ତାରିଖ ପ୍ରାତଃ 5:45 ଠାରୁ ଆରମ୍ଭ ହୋଇ ଦିନ 11:52 ସମୟ ପର୍ଯ୍ୟନ୍ତ ରହୁଥିବାରୁ ଏହି ସମୟରେ ନିଜେ କରନ୍ତୁ କିମ୍ବା ବ୍ରାହ୍ମଣଙ୍କ ସହାୟତାରେ କରନ୍ତୁ ସୂର୍ଯ୍ୟଦେବଙ୍କର ପୂଜା ଆରାଧନା କରିବେ। ତାପରେ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ତର୍ପଣ ଆଦି କାର୍ଯ୍ୟ କରାଯିବ। ଏହାପରେ ଅଭାବୀ ଲୋକଙ୍କୁ ଅନ୍ନ, ବସ୍ତ୍ର ଓ ଧନ ପ୍ରଦାନ କରି ସେମାନଙ୍କର ସଦିଚ୍ଛା ଗ୍ରହଣ କରିବେ। ସଂକ୍ରାନ୍ତି ଦିନ ଏହି ତିନୋଟି କାର୍ଯ୍ୟ କରାଗଲେ ଏହାର ପ୍ରଭାବରେ ସମସ୍ତ ଗ୍ରହରିଷ୍ଟ ଖଣ୍ଡନ ହୋଇ ଜୀବନରେ ସବୁକିଛି ମିଳିଥାଏ। ପ୍ରଥମେ ଭଗବାନ ସୂର୍ଯ୍ୟଦେବଙ୍କର ପୂଜା ଆରାଧନାରେ ବ୍ୟକ୍ତିର ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ମଜବୁତ ହୋଇଥାଏ। ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ଦୃଢ଼ ହେଲେ ବ୍ୟକ୍ତି ରୋଗରେ ପଡ଼ିଥିଲେ ରୋଗରୁ ଆରୋଗ୍ୟ ଲାଭ କରିଥାଏ ତଥା ଶରୀର ନିରୋଗ ରହିଥାଏ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ପିତାଙ୍କ ସହିତ ସମ୍ପର୍କ ଠିକ୍ ରହିଥାଏ ଏବଂ ପିତୃ ଆଶୀର୍ବାଦ ସର୍ବଦା ପ୍ରାପ୍ତ ହୋଇଥାଏ। ସମାଜରେ ବ୍ୟକ୍ତି ମାନସମ୍ମାନର ଅଧିକାରୀ ହୋଇଥାଏ। ପୁଣି ସୂର୍ଯ୍ୟଦେବଙ୍କ ଦୟାରୁ ଘର ଧନଧାନ୍ୟରେ ସର୍ବଦା ପରିପୂର୍ଣ୍ଣ ହୋଇ ରହିଥାଏ। ଦ୍ୱିତୀୟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ ଓ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ତର୍ପଣ ଆଦି ସଂକ୍ରାନ୍ତି ଦିନ କରାଗଲେ ସ୍ୱର୍ଗଗାମୀ ପିତୃପୁରୁଷଗଣଙ୍କର ମଧ୍ୟ ଆଶୀର୍ବାଦ ମିଳିଥାଏ ଓ ସେମାନଙ୍କର ଆତ୍ମା ଶାନ୍ତି ଲାଭ କରିଥାଏ। ପିତୃପୁରୁଷଙ୍କ ଆଶୀର୍ବାଦରୁ ସମସ୍ତ ଗ୍ରହରିଷ୍ଟ ଖଣ୍ଡନ ହୋଇ ଏକ ସୁସ୍ଥ ପାରିବାରିକ ଜୀବନ ଅତିବାହିତ ହୋଇଥାଏ। ପରିବାର ମଧ୍ୟରେ ଅପମୃତ୍ୟୁ ବା ଶୋକର ଛାୟା ପଡ଼େ ନାହିଁ। ତୃତୀୟରେ ସଂକ୍ରାନ୍ତି ଦିନ ଅଭାବୀ ଲୋକଙ୍କୁ ଅନ୍ନ, ବସ୍ତ୍ର ଓ ଧନ ଦାନ ଆକାରରେ ପ୍ରଦାନ କଲେ ସେମାନଙ୍କର ସଦିଚ୍ଛାରୁ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ସର୍ବଦା
ଲାଗି ରହିଥାଏ। ଘରେ ଆନନ୍ଦମୟ କୋଳାହଳ ସର୍ବଦା ଲାଗି ରୁହେ। ଗୃହକୁ ବ୍ରାହ୍ମଣ, ଅତିଥି ଏବଂ ବନ୍ଧୁ ଓ ପରିଜନମାନଙ୍କର ଆଗମନ ସଦାସର୍ବଦା ଲାଗି ରହେ। ଏହାଛଡ଼ା ଏହି ସଂକ୍ରାନ୍ତି ସମ୍ପର୍କରେ ଆଉ ଏକ ବିଶେଷତ୍ୱ ହେଲା, ଏହି ଦିନ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମା ଦେବଙ୍କର ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ। ହିନ୍ଦୁ ସନାତନୀ ଧର୍ମରେ ଆସ୍ଥା ରଖିଥିବା ସମସ୍ତ ଶିଳ୍ପ ଅନୁଷ୍ଠାନ ଓ ଶିଳ୍ପୀବୃନ୍ଦ ମହା ଜାକଜମକରେ ବିଶ୍ୱକର୍ମା ଦେବଙ୍କର ଜୟନ୍ତୀ ପାଳନ କରିଥାନ୍ତି ଏବଂ ପ୍ରାର୍ଥନା କରିଥାନ୍ତି ଆଗାମୀ ଦିନମାନଙ୍କରେ ସେମାନଙ୍କର ଶିଳ୍ପାନୁଷ୍ଠାନ ଓ କାରିଗରୀ ବିଦ୍ୟାର ମହନୀୟତା କିପରି ପ୍ରତିପାଦନ ହେବ। ଏହାଛଡ଼ା ଏହି କନ୍ୟା ସଂକ୍ରାନ୍ତି ବୁଧ ମହାଗ୍ରହଙ୍କର ରାଶିରେ ଅନୁଷ୍ଠିତ ହେଉଥିବାରୁ ଏହି ଦିନ ଭଗବାନ ବିଷ୍ଣୁଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯିବା ଉଚିତ। ଭଗବାନ ବିଷ୍ଣୁଙ୍କର ପୂଜା ଆରାଧନାରେ କନ୍ୟା ରାଶିଜାତ ବ୍ୟକ୍ତି ବୁଦ୍ଧିଆ ଏବଂ ବାକ୍ପଟୁତା ବିଶେଷ ଭାବେ ଲାଭ କରିଥାନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ମୁଁ ତପନ।